କେବେଠୁ ସହୁଥିବ ଦୁଃଖରେ ଆହ କରିବ ବିପଦରେ ସାହବ ଲୁହ ଲହୁ ମୂଲ ତାର କିଏ ବା ସଜିବ ମା ପରି ମା ପରି ମା ପରି କିଏ ହବ ମା ପରି ଆମ ମା ପରି ଆମ ମା ପରି କିଏ ହବ। ମୁଁ ଆପଣଙ୍କର ଅତି ପ୍ରିୟ ସିଙ୍ଗର ସଂଯୁକ୍ତା ଏଥର 2025-26 ମୁଁ ଯାତ୍ରା ଅନୁଷ୍ଠାନରେ ପୃଥ୍ୱୀରାଜର କାମ କରିବାକୁ ଯାଉଛି ଯାହାର ପ୍ରଯୋଜକ ଅଛନ୍ତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଆମର ବାବୁଜୀ କି ଆମକୁ ସେତିକି ଯୋଗ୍ୟରେ ଭାବିଛନ୍ତି ବୋଲି ତାଙ୍କ ଗ୍ରୁପରେ ଏ ବର୍ଷ ଆମକୁ କାମ କରିବାର ଗୋଟେ ସୁଯୋଗ ଦେଇଛନ୍ତି ଆଉ ନିଶ୍ଚୟ କମାଲ ଧମାଲ ସବୁ ସତ କହିବାକୁ ଗଲେ ଏଥରକ ନାଟକ ବିଷୟରେ ମୁଁ ଏପର୍ଯ୍ୟନ୍ତ କିଛି ଜାଣିନି କ'ଣ ନାଟକ ଆଉ କେଉଁ ସାର୍ମାନେ ଦେଇଛନ୍ତି ମୁଁ ଜାଣିନି ଜାଣିଲେ ଆଗକୁ ଆପଣମାନେ ସବୁ ଜାଣିପାରିବେ। ସାର୍ ଆପଣ ପରିଚୟଟି ସାର୍ କହିବେ। ତପନ କୁମାର ଚକ୍ରବର୍ତ୍ତୀ ସରପଞ୍ଚ ଦାଉଢଙ୍ଗ ଗ୍ରାମ ପଞ୍ଚାୟତ ଆମର ଜଣେ କଳାପ୍ରେମୀ ଗୋବିନ୍ଦ ପାଣିଗ୍ରାହୀଙ୍କ ପ୍ରଯୋଗ ସଂସ୍ଥାରେ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ଆଜି ତାର ଶୁଭ ମୁହୂର୍ତ୍ତ ଏବଂ ଆଖଡ଼ା ପୂଜା ଯାହା ହଉ ଆମ ଅଞ୍ଚଳରେ ଗୋଟେ ଯାତ୍ରା ଅନୁଷ୍ଠାନ ଗଢ଼ି ଉଠିଛି ଆମେ ସେଥିପାଇଁ ସମସ୍ତେ ଖୁସି। ଆମର ଏଥିରେ ପ୍ରଯୋଜକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଉପଦେଷ୍ଟା ଅନନ୍ତ ନାରାୟଣ ଧଳ ଏବଂ ପରିଚାଳକ ମୁଖ୍ୟ ପରିଚାଳକ ପ୍ରତାପ ଦାସ ଏବଂ ଆମର ଯାତ୍ରା ଇଣ୍ଡଷ୍ଟ୍ରିର ନାମୀ ଦାମୀ କଳାକାର ଗୀତିକାର ସମସ୍ତଙ୍କୁ ଆର୍ଟିଷ୍ଟକୁ ନେଇ ଏ ସଂଗଠନଟି ଗଢ଼ି ଉଠିଛି। ଆମେ ନିଶ୍ଚିତ ଭାବରେ ଆଶା କରିବୁ ଏ ଅନୁଷ୍ଠାନଟି ସାରା ରାଜ୍ୟରେ 1 ନମ୍ବର ଅନୁଷ୍ଠାନ ଭାବରେ କିଭଳି ଆଗକୁ ଯିବ ସେଥିପାଇଁ ଆମେ ପ୍ରଭୁ ଜଗନ୍ନାଥ ନିକଟରେ ପ୍ରାର୍ଥନା କରିବୁ। ନିଶ୍ଚିତ ଭାବରେ ଆମର ପ୍ରଦୀପ ବେହେରା ଆମର ଡାଇରେକ୍ଟର ଅଛନ୍ତି ତାଙ୍କ ନେତୃତ୍ୱରେ ଆମର ସମସ୍ତ ଲେଖକ ଏବଂ ନାଟ୍ୟ ନିର୍ଦ୍ଦେଶକ ସମସ୍ତେ ତାଙ୍କର ତତ୍ପର ସହିତ ଲାଗିଛନ୍ତି କିଭଳି ଭାବରେ ଚଳିତ ବର୍ଷ ଏକ ଭଲ ନାଟକ କଳା ଯାତ୍ରା ପ୍ରେମୀ ମାନଙ୍କୁ ଭେଟିଦେବେ ସେଥିପାଇଁ ଚେଷ୍ଟା ଆଜିଠାରୁ ଆରମ୍ଭ କରାଗଲା। ସେମିତି ଆସିବନି ଆଶା ରହିଛନ୍ତି ଆଜ୍ଞା। ଯାତ୍ରା ଗୋଟେ ଏମିତି ସଂସ୍ଥା ସମସ୍ତଙ୍କୁ ନେଇ ଚାଲିଥାଏ ଯାତ୍ରା ମାଲିକ ହୁଅନ୍ତୁ କଳାକାର ହୁଅନ୍ତୁ ସମସ୍ତଙ୍କର ସମନ୍ୱୟରେ ରହିବା ଉଚିତ ଏ କଣ୍ଟ୍ରୋଭର୍ସି ରହିବା ଉଚିତ ନୁହେଁ ସମସ୍ତେ ସମସ୍ତଙ୍କର ନିର୍ଭରଶୀଳ ଯାତ୍ରା ଇଣ୍ଡଷ୍ଟ୍ରିଟା ଯାତ୍ରା ମାଲିକ ଯେମିତି ଯାତ୍ରା ପରିଚାଳକ ଏବଂ ଆର୍ଟିଷ୍ଟ ମାନେ ସମସ୍ତେ ସମସ୍ତଙ୍କ ସହିତ ସହଯୋଗ ସହିତ କାମ କରିବା ଉଚିତ ତେଣୁ ଏହିସବୁ ବିବାଦରୁ ଯେତେ ସମ୍ଭବ ଦୂରେଇ ରହି ସମସ୍ତେ ମିଳିତ ଭାବରେ କାମ କଲେ ନିଶ୍ଚିତ ଭାବରେ ପୁନର୍ବାର ମୁଁ ଆଶା କରିବି ଯାତ୍ରା ଇଣ୍ଡଷ୍ଟ୍ରି ଯେମିତି କାମ କରୁଥିଲା ଲୋକ ଦର୍ଶକ ମାନେ ଉପଭୋଗ କରୁଥିଲେ ଯାତ୍ରାକୁ ସେମିତି ଆମେ ଆଶା କରିବୁ ଏବଂ ଉଭୟ ସଂଘ ଯେଉଁ ଯାତ୍ରା ସଂଘ ମାଲିକ ସଂଘ ଅଛନ୍ତି କଳାକାର ସଂଘ ଅଛନ୍ତି ଉଭୟଙ୍କ ମଧ୍ୟରେ ଏକ ଭଲ ବୁଝାମଣାର ସହିତ ଏ ସଂଗଠନ ମାନ ଗଢ଼ି ଉଠିଲେ ନିଶ୍ଚିତ ଭାବରେ କଳା ପ୍ରେମୀ ତାକୁ ପୁନର୍ବାର ଗ୍ରହଣ କରିବେ। ନିଶ୍ଚିତ ଭାବରେ ପ୍ରତିବର୍ଷ କିଛି ନା କିଛି ନୂଆ ସଂଗଠନ ଯାତ୍ରା ଅନୁଷ୍ଠାନ ଗଢ଼ି ଉଠିଛି ସମସ୍ତେ ତ ଚେଷ୍ଟା କରିବେ କଳାକାର ମାନେ ଏବଂ ଦର୍ଶକ ମାନଙ୍କୁ କିଭଳି ଭାବରେ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା କରିବେ କିନ୍ତୁ ଯେପରି ଭାବରେ ସମସ୍ତଙ୍କ ସମନ୍ୱୟରେ ସମସ୍ତଙ୍କର ସହଯୋଗରେ ଅନୁଷ୍ଠାନ ଗଢ଼ି ଉଠିବା ଉଚିତ ତେଣୁ ଯାତ୍ରା ଇଣ୍ଡଷ୍ଟ୍ରି ଯେଉଁ କଣ୍ଟ୍ରୋଭର୍ସି ଚାଲିଛି ସେ ତାର ପରିସମାପ୍ତି ନିହାତି ଦରକାର। ନିଶ୍ଚିତ ଭାବରେ ପ୍ରତିବର୍ଷ ନୂଆ କଳାକାର ମାନେ ଜଏନ୍ କରୁଛନ୍ତି ଡ୍ରାମା ମାନଙ୍କରୁ ଆସୁଛନ୍ତି ସିରିଏଲ ମାନଙ୍କରୁ ଆସୁଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରି ଆସୁଛନ୍ତି ଯାତ୍ରା ଇଣ୍ଡଷ୍ଟ୍ରି ଅଛନ୍ତି ତେଣୁ ସବୁବେଳେ ନିଶ୍ଚିତ ଭାବରେ ସମସ୍ତେ ନୂଆ ନୂଆ କିଛି କଳାକାର ଆସୁଛନ୍ତି କିଛି କିଛି ପୁରୁଣା କଳାକାର ମଧ୍ୟ ସେମାନେ ତାଙ୍କର ବିଦାୟ ନେଉଛନ୍ତି ଇଏ କଣ୍ଟିନ୍ୟୁ ପ୍ରୋସେସ ତେଣୁ ସିଏ ଚାଲୁ ରହିବ କିଛି ନୂଆ କଳାକାର ଆସିବେ କିଛି ଗୀତକାର ନୂଆ ଆସିବେ କିଛି ନିର୍ଦ୍ଦେଶକ ଆସିବେ କିଛି ଲେଖକ ଆସିବେ କିଛି ବିଦାୟ ନେବେ ତେଣୁ ଇଏ ହେଉଛି ତାର ପ୍ରୋସେସ ଏ ଚାଲୁ ରହିବ।